ମା କ'ଣ କରୁଛୁ? ମା ତତେ ଶୁଭୁନି? ଆଜି ମୋର ଫେଭରାଇଟ୍ ତରକାରୀ କରୁନୁ, ନଡ଼ିଆ ବରା ତରକାରୀ। ତୁ ତ ବଢ଼ିଆ କରୁ, ଆଜି କରିଦେବୁ ନା ଟିକେ, ମୁଁ ଖାଇମି। ମୁଁ କରିପାରିବିନି, ତୋ ସ୍ତ୍ରୀକି ଯାଉନୁ କହିବୁ କରିବ। ଏ ମା ତୁ ଏମିତି କାହିଁ କହୁଛୁ? ତୋର କ'ଣ ହେଇଛି କି? ମୋର କିଛି ହେଇନି, ତୁ ଯା ପଳା, ମୋ ମୁଣ୍ଡ ଖରାପ କରନା। ମା ସତତା କନି, ତୋର କ'ଣ ହେଇଛି? ବାବୁ, ତୋ ସ୍ତ୍ରୀ କଣ ମତେ ଆଜି କହିଛି ତୁ ଜାଣିଛୁ? ମୁଁ ଆଉ ଏ ଘରେ ରହିବିନି, ତୋ ସ୍ତ୍ରୀ କି ନେଇକି ତୁ ଶାନ୍ତିରେ ରହ। କିଛି ଦିନ ପରେ ଏଇ ଚାଲନୁ ଭାତ ବାଢ଼ିବୁ, ଭୋକ ଲାଗିଲାଣି ଖାଇବା। ମୁଁ ଭାତ ଦେଇପାରିବିନି, ନିଜେ ବାଡ଼ିକି ଖାଇନେ ଖାଅ ନ ଖାଇନେ ନାହିଁ। ଏଇ ତୋର କ'ଣ ହେଇଛି କି? ଏମିତି କ'ଣ କଥାବାର୍ତ୍ତା କରୁଛୁ? ମୋର କ'ଣ ହବ? ମୋର କିଛି ହେଇନି ତ। ଆରେ କ'ଣ ହେଇଛି କହ, କହିଲେ ସିନା ମୁଁ ଜାଣିମି। ମୁଁ ଏ ଘରେ ରହିବା ପାଇଁ ଚାହୁଁନି, ମତେ ସିଧା କଥା କୁହନି, ମତେ ନେଇକି ଭଡ଼ା ଘରେ ରଖିବ ନା ନାହିଁ? ହଠାତ୍ ଭଡ଼ା ଘର କଥା ଉଠିଲା, କ'ଣ ହେଇଛି କି ତୋର? ଆଉ ତୁ ବର୍ତ୍ତମାନ ତ ଜାଣିଛୁ ମୋ ପାଖରେ ପଇସା ନାହିଁ, ଆଉ ତତେ ମୁଁ ଭଡ଼ା ଘରେ ନେଇକି ରହିବା ପାଇଁ ମୋର ସକ୍ଷମ ନାହିଁ। ମୁଁ ତୁମ ମା ପାଖରେ ଜମା ଚଳିପାରିବିନି। ବସିନେ ଉଠିନେ ସବୁଥିର ମତେ ସେ କହୁଛନ୍ତି। ମୁଁ ଆଉ ଏଠି ରହିବା ପାଇଁ ଚାହୁଁନାହିଁ, ମତେ ଶୀଘ୍ର ନେଇକି 2 ଦିନ ଭିତରେ ଭଡ଼ା ଘରେ ନେଇକି ରଖ। ହଉ ମୁଁ ଚେଷ୍ଟା କରୁଛି। ଆଉ କିଛି ସମୟ ପରେ ହଁ ସାଙ୍ଗ, କ'ଣ କରେ? ନା ମନ ଭଲ ଅଛି, କହ। ଆରେ ନା କ'ଣ କହିମି, ବାହାଘର ପରଠୁ ନା ମୁଁ ଅଣନିଶ୍ୱାସ ହେଇଗଲିଣି ରେ। ନା ମୁଁ ମାଆର ହେଇପାରୁଛି, ନା ମୁଁ ସ୍ତ୍ରୀର ହେଇପାରୁଛି। ମଝିରେ ରହି ରହି ମୁଁ ପୁରା ଅଣନିଶ୍ୱାସ ହେଇଯାଉଛି। ଲାଗୁଛି ସତେ କି ଏ ଦୁନିଆରେ ମୁଁ ଛାଡ଼ିକି ଚାଲିଯିବା ପାଇଁ ଚାହୁଁଛି। ଜମା ଭଲ ଲାଗୁନି ରେ ସାଙ୍ଗ, ଜମା ଭଲ ଲାଗୁନି। ମୁଁ ଚାହୁଁନି ମୋ ସ୍ୱାମୀର କିଛି ହେଇଯାଉ। ମୁଁ ବି ଚାହୁଁନି ମୋ ପୁଅର କିଛି ହେଇଯାଉ। ମା, ଆମେ କେବେ ବି ଆଉ କଳି ଝଗଡ଼ା ଲାଗିବାନି, ଆଉ ମୁଁ ତୁମକୁ କିଛି ବି ଆଉ କହିବିନି। ହଁ ରେ ମା, ଆଜିଠୁ ଆମେ ବି କଳି ଝଗଡ଼ା ଆଉ ଲାଗିବାନି। ସତରେ ଗୋଟେ ପୁଅ ନା ତା ମାଆର ହୁଏ ନା ତା ସ୍ତ୍ରୀର ହୁଏ? ଆପଣମାନେ ହିଁ କୁହନ୍ତୁ।